ମୁଁ ହେଉଛି ଶରତ ଚନ୍ଦ୍ର ବେହେରା, CITU ସଂଗଠନର ନୟାଗଡ଼ ଜିଲ୍ଲା ଆବାହକ। ଆଜି ଆମେ ସବୁ CITU ସଂଗଠନ ସେଣ୍ଟର ଅଫ୍ ଇଣ୍ଡିଆନ୍ ଟ୍ରେଡ୍ ୟୁନିୟନ୍ସର ନୟାଗଡ଼ ଜିଲ୍ଲା କମିଟି ତରଫରୁ ଏଠି ଆସିକି ଉପସ୍ଥିତ ଅଛୁ ଏବଂ ଆମର ରାଜ୍ୟ କମିଟି ତରଫରୁ ମଧ୍ୟ ସାଥୀ ସୁରେଶ ସ୍ୱାଇଁ ଏଠି ଉପସ୍ଥିତ ଅଛନ୍ତି। ଆମର ଏ ଯେଉଁ ଗଣିଆର ବାଲି ସାହିରେ ଯେଉଁ ଘଟଣା ଘଟିଥିଲା, ପୋଡ଼ିକି ମାରି ଦିଆ ହେଇଛି ଜଣେ ଯୁବକଙ୍କୁ, ସେ କେସ୍ ଆଜିକି 20 ଦିନ ହେଇଗଲା ପରେ ମଧ୍ୟ କୌଣସି ଇନଭେଷ୍ଟିଗେସନ୍ ପ୍ରୋଗ୍ରେସ୍ କରିବାର ଅନୁଭବ ହେଉନି। ଆପଣମାନଙ୍କ ଜରିଆରେ ବି ଆମେ ଅନେକ କଥା ଶୁଣିଲୁଣି, କିନ୍ତୁ ସେ ପ୍ରୋଗ୍ରେସ୍ ହେଉନାହିଁ। ସେ ଯେଉଁ ତାର ମା ଯିଏ ଏ କେସ୍ର ଇନଫର୍ମାଣ୍ଟ, ଯିଏ ଅଭିଯୋଗକାରିଣୀ, ସେ ଆମ ସଂଗଠନର ଜଣେ ସଦସ୍ୟା। ତାର ପୁଅର ମୃତ୍ୟୁ ହେଇଛି, ତାକୁ ମାରି ଦିଆ ହେଇଛି ଏବଂ ଆମେ ଆଶା କରୁଥିଲୁ ଇନଭେଷ୍ଟିଗେସନ୍ ସଠିକ୍ ଭାବରେ ଚାଲିବ। ଆଜି ପର୍ଯ୍ୟନ୍ତ ଅପେକ୍ଷା କଲୁ, କିନ୍ତୁ ଯେତେବେଳେ କୌଣସି ଫଳ ମିଳୁନାହିଁ ସେତିକି ବେଳେ CITUର ନୟାଗଡ଼ ଜିଲ୍ଲା କମିଟି ଏକ ଉଦ୍ବେଗ ପ୍ରକାଶ କରିବା ସହିତ ଜିଲ୍ଲା କମିଟି ପକ୍ଷରୁ ସାରା ଜିଲ୍ଲାରୁ ନୟାଗଡ଼, ରଣପୁର, ଭାପୁର, ଖଣ୍ଡପଡ଼ା, ଦଶପଲ୍ଲା, ଗଣିଆ ବିଭିନ୍ନ ଅଞ୍ଚଳର ଆମ ୟୁନିୟନର କର୍ମକର୍ତ୍ତାମାନେ ଆଜି ଆସିକି ଏଠି ପହଞ୍ଚିଛନ୍ତି। ଆଜି ଆମେ ଆସିଥିଲୁ IO ଯିଏ ଏଠି IIC ତାଙ୍କୁ ଭେଟିକି ଏ କେସ୍ର ପ୍ରୋଗ୍ରେସ୍ କ'ଣ ହେଲାଣି, କେତେ ବାଟ ଗଲାଣି ସେ ସମ୍ପର୍କରେ ବୁଝିବା ପାଇଁ। କିନ୍ତୁ ଦୁଃଖର କଥା, ଏଠି ଆସିକି ଦେଖିଲୁ ଯେ ଗଣିଆ ଥାନା IIC ଛୁଟିରେ ଅଛନ୍ତି ଏବଂ ଆଉ ଜଣେ ନୟାଗଡ଼ରୁ ଜଣେ ଡେପୁଟେସନରେ ଥିଲେ, ସେ ମଧ୍ୟ ଆଜି ତାଙ୍କର ଡେପୁଟେସନ୍ ଶେଷ ହେଇଯାଇଛି ଏବେ ଖବର ପାଇଲୁ। ଏଠି କେହି IIC ଆଜି ନାହାନ୍ତି, ତେଣୁ ଆମେ ବାଧ୍ୟ ହୋଇକି ଫେରି ଯାଉଛୁ। କିନ୍ତୁ ଆପଣମାନଙ୍କ ଜରିଆରେ ଆମେ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଯଦି ଏ କେସ୍ର ସଠିକ୍ ଇନଭେଷ୍ଟିଗେସନ୍ କରିକି ତାର ଯଦି ଦୋଷୀଙ୍କୁ ଧରିକି ଉପଯୁକ୍ତ ଦଣ୍ଡ ନ ଦିଆଯାଏ, ତାହେଲେ এই ସଂଘ ତରଫରୁ ଏ ଗଣିଆ ଥାନା ଆଗରେ ଜୋରଦାର ଆନ୍ଦୋଳନ ହେବ ଏବଂ ଖୁବ୍ ଶୀଘ୍ର ଏ ଗଣିଆ ଥାନା ଆଗରେ CITU ତରଫରୁ ଗଣଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। এই କଥା ଆପଣମାନଙ୍କ ଜରିଆରେ ଆମେ ଜଣାଇ ଦେଇକରି ଯାଉଛୁ। ସୁରେଶ ସ୍ୱାଇଁ, CITU ରାଜ୍ୟ ସମ୍ପାଦକ। କ'ଣ କହିବେ? ଆପଣମାନେ ସମସ୍ତେ ଏକାଠି ହେଇଛନ୍ତି ଜଣେ ମାଆକୁ ନ୍ୟାୟ ଦେବା ପାଇଁ। 19 ଦିନ ପୂର୍ବରୁ 11 ତାରିଖ ଦିନ ଆମେ ଯାହା ଶୁଣିବାକୁ ପାଇଲୁ ଯେ ସାରା ଓଡ଼ିଶାରେ ଏକ ଚହଳ ପୂର୍ଣ୍ଣ ଘଟଣା। ନୟାଗଡ଼ରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହେଇଛି। ଓଡ଼ଗାଁରେ ହାଣିକି ହତ୍ୟା କରିଛନ୍ତି ଏବଂ ଏଠି ପୋଡ଼ିକି ମାରିଛନ୍ତି। ଏ ପୋଡ଼ିକି ମାରିଥିବା କଥା ଯେଉଁ ଆମେ ପରେ ବୁଝିଲୁ, କନ୍ଧମିରିକି ଗାଁର ଡଲି ପ୍ରଧାନ ଯିଏ ପାଚିକା ଅଛନ୍ତି, ଆମର ଜଣେ ସେ କର୍ମୀ, ତାଙ୍କର ପୁଅ ସଞ୍ଜୟ ପ୍ରଧାନକୁ ପୋଡ଼ିକି ହତ୍ୟା କରିଛନ୍ତି। ଏଥିପାଇଁ ମଧ୍ୟ ଗୋଟେ ଅଭିଯୋଗ ହେଇଛି ଗଣିଆ ଥାନାରେ ଏବଂ ସେଥିପାଇଁ ଅଭିଯୋଗ କ୍ରମେ ଏକ କେସ୍ ମଧ୍ୟ ରେଜିଷ୍ଟ୍ରି ହେଇଛି। କିନ୍ତୁ 19 ଦିନ ହେଲାଣି ଆମେ ଯାହା ଏବେ ଆଜି ଏଠିକି ପହଞ୍ଚିଲା ପରେ ଯାହା ଜାଣିଲୁ, IIC ଛୁଟିରେ ଅଛନ୍ତି। ଡେପୁଟେସନ୍ ଯେଉଁ ସାର୍ ଥିଲେ ସେ ପଳେଇଲେଣି, କିନ୍ତୁ ଆମେ ଆମର ଡେଲିଗେସନ୍ ମିଟ୍ କରିବାକୁ ଆସିଥିଲା ଜିଲ୍ଲା ତରଫରୁ। ତେଣୁ ଆମେ ଯାହା ଆଲୋଚନାରୁ ବାଇ ଫୋନ୍ରେ ଯାହା ଜାଣିଲୁ ଯେ କୁଆଡ଼େ ପୋଷ୍ଟମର୍ଟମ୍ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। କିନ୍ତୁ ଆମେ ଦେଖୁଛୁ ଯେ ନୟାଗଡ଼ ଜିଲ୍ଲାରେ ଯେଉଁ ରଣପୁରରେ ଘଟଣା ଘଟିଛି, ଖଣିରେ ଘଟିଛି, ଓଡ଼ଗାଁରେ ଘଟିଛି, ଏଠି ପୋଡ଼ା ହେଇଛି ଗଣିଆରେ, କିନ୍ତୁ ନୟାଗଡ଼ରେ ରଣପୁରରେ ହତ୍ୟା ଘଟଣାରେ ଯେଉଁମାନେ ଆସାମୀ ଗିରଫ ହେଇଛନ୍ତି, ଓଡ଼ଗାଁରେ ମଧ୍ୟ ଗିରଫ ହେଇଛନ୍ତି, କିନ୍ତୁ ଗଣିଆରେ ତାହା ହେଇନାହିଁ। ତେଣୁ ଆମେ ଭାବୁଛୁ ଏଇଟା ପୋଲିସର ନିଷ୍କ୍ରିୟତା ଥିବାରୁ ପୋଲିସ ଏଥିପାଇଁ ଯେଉଁ ପଦକ୍ଷେପ ନେବା କଥା, ତ୍ୱରାନ୍ୱିତ କରିବା କଥା, ସେଥିପାଇଁ ଆସାମୀମାନେ କେଉଁ ଧରିପାରୁନାହାନ୍ତି। ତେଣୁ ଏଥିପାଇଁ ଉଦ୍ବେଗ ପ୍ରକାଶ କରୁଛି ଆମ ସଂଗଠନ। ତେଣୁ ଆମେ ଆଜି ଆପଣମାନଙ୍କ ଜରିଆରେ ଜଣାଇବାକୁ ଚାହୁଁଛୁ ପ୍ରଶାସନକୁ, ଏଠି ସ୍ଥାନୀୟ ପ୍ରଶାସନ ଏବଂ ଜିଲ୍ଲା ପୋଲିସ ପ୍ରଶାସନ ମଧ୍ୟ ଜଣାଉଛୁ, ଯଦି ପୋଲିସ ଏଥିପାଇଁ ଅବହେଳା କରେ ଆସାମୀମାନଙ୍କୁ ଧରିବା କ୍ଷେତ୍ରରେ, ତାହେଲେ ଆମ ସଂଗଠନ ତରଫରୁ ଆମେ ଆନ୍ଦୋଳନ କଥା ଗ୍ରହଣ କରିବାକୁ ବାଧ୍ୟ ହେବୁ। ତେଣୁ ଏଥିପାଇଁ ପୋଲିସ ତୁରନ୍ତ ଦୋଷୀମାନଙ୍କୁ ଚିହ୍ନଟ କରିକି ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା ଦରକାର, এই କଥା ଆପଣ ମାଧ୍ୟମରେ ଆମେ ଦାବି କରୁଛୁ। ଜୟନ୍ତୀ ଦାସ, MDM ୱାର୍କର୍ସ ୟୁନିୟନର ଜିଲ୍ଲା ସମ୍ପାଦିକା। ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ୱାଡ୍, ପରିଶେଷରେ ବମ୍ ସ୍କ୍ୱାଡ୍ ମଧ୍ୟ ଆସିଥିଲେ, କୌଣସି ସୁରାଗ ପାଇଲେନି। କହିବାକୁ ଚାହୁଁଛି, ଏ ଯେଉଁ ଯୁବକଙ୍କର ମୃତ୍ୟୁ ହୋଇଛି, ଇଏ ନିଶ୍ଚିନ୍ତ ଭାବରେ ପୋଲିସର ଅସଫଳତା, ମାନେ ତାଙ୍କର ଦୁର୍ବଳତା ବୋଲି ଆମେ କହିବୁ। ପୋଲିସ ଯଦି ଏ କାର୍ଯ୍ୟକ୍ରମକୁ ସଠିକ୍ ଭାବରେ
ତଦନ୍ତ କରିକି ଦୋଷୀକୁ ଦୃଢ଼ କାର୍ଯ୍ୟାନୁଷ୍ଠାନମୂଳକ ତାଙ୍କୁ ଦଣ୍ଡ ନ ଦିଆଯାଏ ତାହେଲେ ଆମ ୟୁନିୟନ ତରଫରୁ ଏଇ ଗଣିଆ ଥାନା ଆଗରେ ଭୟାନକ ଆନ୍ଦୋଳନ ହେବ।